ମୁଁ ବହୁତ ଖୁସି ଅଛି। ଆମର ବହୁତ ଦିନର ସ୍ୱପ୍ନଟା ପୂରଣ ହେଲା। ମୋର ମନରେ ଏତିକି ଦୁଃଖ ଯେ ତା ବାପା ଥିଲେ ଆହୁରି ଅଧିକା ଖୁସି ଲାଗିଥାନ୍ତା। ଆଉ ଆମର ସ୍ୱପ୍ନଟା ସଫଳ ହେଇଛି। ହଁ, ସମସ୍ତେ ଆମ ପରିବାର ସମସ୍ତେ ଖୁସି। ଆଉ ଅଞ୍ଚଳବାସୀ ମଧ୍ୟ ବହୁତ ଖୁସି। ବହୁତ ଦିନର ଅପେକ୍ଷା ପରେ ମୋ ପୁଅ ଏଇଟା ଗୋଟେ ସଫଳତା ପାଇଛି, ସେଥିପାଇଁ ଆମେ ବହୁତ ଖୁସି। ମୋ ନାଁ ବିଦ୍ୟାଧର ଦୁରିଆ। ଆଉ ଯାହା ହଉ ବହୁତ ଖୁସିର ଖବର, ଯେତେବେଳେ ସପ୍ତେଶ୍ୱର ଟିକୁ ଯେତେବେଳେ ଓଏସ୍ କ୍ୱାଲିଫାଇ କଲେ, ପ୍ରଥମ ଫୋନ୍ ମୋ ପାଖକୁ ଆସିଲା ପରେ ମୁଁ ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ ମେସେଜ୍ ଦେଲି ଏବଂ ତା'ର ର୍ୟାଙ୍କକୁ ମଧ୍ୟ 82 ର୍ୟାଙ୍କ ଆସିବାର ବହୁତ ଖୁସି ହେଲି। ଆମର ଦୀର୍ଘ ଦିନର ତାଙ୍କ ବାପା ସ୍ୱର୍ଗତ ରେଙ୍ଗୁ ନାୟକ ଏବଂ ମୁଁ ଆମେ ବହୁତ ପ୍ରୟାସ କରିଥିଲୁ, ଚେଷ୍ଟା ଚଲେଇଥିଲୁ, ଯାହା ଲେଟ୍ରେ ହେଉ କିନ୍ତୁ ଫଳ ହେଇଛି। ତାଙ୍କ ବାପା ନାହାନ୍ତି ହେଲେ ବି ସେ ଏ ମେସେଜଟା ମୁଁ ତ ସେ ଯାକୁ ବିଶ୍ୱାସ କରେ ନାହିଁ, ତଥାପି ମଧ୍ୟ ତା ବାପା ବହୁତ ଖୁସି ହେବେ, ଶାନ୍ତି ପାଇବେ, ତାଙ୍କ ପରିବାର। ଆଉ ମୋତେ ବହୁତ ଖୁସି ଲାଗୁଛି କ'ଣ, ମୁଁ ସବୁବେଳେ ପିଲାମାନଙ୍କୁ ଆମର ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ଏବଂ ମୁଁ ଆଉ ଆମର ନାରାୟଣପାଟଣା ତହସିଲଦାର ପ୍ରଭାତୀ ଯୋଡ଼ିଆ ଆମେ ସମସ୍ତେ ସବୁବେଳେ ତାର ପାଇଁ ପ୍ରୟାସ ଚଳାଇଥିଲୁ। ସେମାନଙ୍କର ପରୀକ୍ଷା ଦେବାରେ, ସେମାନେ ଭୁବନେଶ୍ୱର ରହିକରି ତାଙ୍କର ପରୀକ୍ଷା ଦେବାରେ ମଧ୍ୟ ସେମାନଙ୍କୁ ସବୁବେଳେ ଆମେ ଗାଇଡ଼ କରି ଚେଷ୍ଟା ଚଳାଇଥିଲୁ। ଲେଟ୍ ହେଲା, ବେଳା ହେଲେ ମଧ୍ୟ ଫଳ ଭଲ ହେଲା। ଆଉ ନିଶ୍ଚିନ୍ତ ଭଲ ହେଇଛି ବୋଲି ମୁଁ ସମସ୍ତଙ୍କୁ ଆଙ୍କ ପରିବାର ତରଫରୁ ସମସ୍ତଙ୍କୁ ସାଧୁବାଦ ଦେବି ଯେ ଆମର କାଶୀପୁର ମାଟି ପାଇଁ ଆମ ପିଲା ଗୋଟେ ଏଇଟା ବହୁତ ଲେଟ୍ରେ ପାଇଛି, ସେଥିପାଇଁ ଆମେ ସମସ୍ତେ ଖୁସି ଅଛୁ। ସାଧୁବାଦ। ଆଜି ପୂର୍ବତନ ଆମର ଶିକ୍ଷା ଉପଶିକ୍ଷା ଅଧିକାରୀ ସ୍ୱର୍ଗତ ରେଙ୍ଗୁ ନାୟକଙ୍କର ସୁପୁତ୍ର ସପ୍ତେଶ୍ୱର ନାୟକ ଆଜି ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିପାଇଁ ନିଶ୍ଚୟ କାଲିଆକଣା ମାଟି ବା କାଶୀପୁର ଟିକିରି ମାଟି ଆଜି ନିଶ୍ଚୟ ଆମ ଗୌରବାନ୍ୱିତ କରୁଛି ଏବଂ ସମସ୍ତ ତାଙ୍କର ବହୁତ ଚେଷ୍ଟା ଆଉ ଚଲେଇକରି ଆଜି ଉତ୍ତୀର୍ଣ୍ଣ ହୋଇଛନ୍ତି। ନିଶ୍ଚୟ ଆଗାମୀ ଦିନରେ ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ। ତା ମାଆ ଅଛନ୍ତି, ସେ ବି ମାଆ ବି ରିଟାୟାର୍ଡ଼ ହୋଇଯାଇଛନ୍ତି। ତେଣୁ ନିଶ୍ଚୟ ଆଗାମୀ ଦିନରେ ଆମର ଆଶା ଥିଲା, ଆଶା ଆଜି ପୂରଣ ହୋଇଛି ଏବଂ ନିଶ୍ଚୟ ସେମାନେ ଲୋକ ସେବାରେ ନିୟୋଜିତ ହୋଇ ଲୋକଙ୍କର କାମ କରିବା ପାଇଁ କାମ କରିବେ ବୋଲି ଆଶା ହେଉଛି। ଯାହା ହଉ ଏଇଟା ଗୋଟେ ଖୁସିର ବିଷୟ। ଆଉ ଆମ ଗାଁ କାଳିଆକଣାର ପ୍ରଥମ ଆମର ଏବିଓ ଥିଲେ ଆମର ସ୍ୱର୍ଗତ ରେଙ୍ଗୁ ନାୟକ ସାର୍ ଓ ତାଙ୍କ ସୁପୁତ୍ର ସପ୍ତେଶ୍ୱର ନାୟକ ଯେଉଁ ଓଏସ୍ କ୍ୱାଲିଫାଇ କରିଛନ୍ତି, ତାର ଆମେ ବହୁତ ଖୁସି। ଆମେ ଆଶା କରୁଛୁ ତାଙ୍କ ବାପା ଯେମିତି ମାନେ ଏରିଆ ପାଇଁ କାମ କରୁଥିଲେ, ଭଲ କାମ ସେମିତି ପିଲାମାନେ ବି କରିବେ ବୋଲି ଆମେ ଆଶା ପ୍ରକାଶ କରୁଛୁ। ଟିକିରିରେ ଯଦି ଆପଣମାନେ ନିଜର ସ୍ୱପ୍ନର ସୁନ୍ଦର ଘରଟିଏ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ASR ଭେଞ୍ଚର ନେଇ ଆସିଛି ଆକର୍ଷଣୀୟ ଏବଂ ସୁନ୍ଦର ପ୍ଲଟ୍। ଏହି ସମସ୍ତ ପ୍ଲଟ୍ ଟିକିରିର ଦରାସାହି ପାଖରେ ଅବସ୍ଥିତ। ଷ୍ଟେସନ, ବିଦ୍ୟାଳୟ, ହସ୍ପିଟାଲ, ଟିକିରି ମାର୍କେଟ ଓ ବସଷ୍ଟାଣ୍ଡ ଭଳି ସମସ୍ତ ଆବଶ୍ୟକ ସୁବିଧା ଏହାର ନିକଟରେ ରହିଛି। ଅଧିକ ସୂଚନା ଏବଂ ପ୍ଲଟ୍ ବୁକିଂ ପାଇଁ ଏହି ନମ୍ବରରେ ଆପଣମାନେ ଯୋଗାଯୋଗ କରନ୍ତୁ।